ବଲାଙ୍ଗୀର ବରଗଡ଼ 26 ନମ୍ବର ଜାତୀୟ ରାଜପଥ ମାଧିଆପାଲି ପାଖେ ଗଲା ଶନିବାର ଦିନ ସକାଳୁ ଗୋटे ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ 2 ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ଯୁବକମାନେ ଛତିଶଗଡ଼ ରାଜ୍ୟର ରାୟପୁର ଅଞ୍ଚଳର ବୋଲି। ସେମାନେ ହେଲେ ରାୟପୁର ଶ୍ରୀନଗର ବୁଡ଼ିଆଲିର ଅନିଲ ଚୁଟେ, ଶିବାନନ୍ଦ ନଗରର ଅଶୋକ ସୋନମାନି। ଗଲା ଶନିବାର ଦିନ ରାତିରେ CG04 MF 8082 ନମ୍ବରର ପଲ୍ସର ବାଇକ୍ ଧରିକରି 2 ଜଣ ରାୟପୁରନୁ ଟିଟଲାଗଡ଼କେ ବାହାରିଥିଲେ। ବଲାଙ୍ଗୀର ଟାଉନକେ ଢୁକବାର ପରେ ପହେଲାନୁ ମାଧିଆପାଲି ଛକ ପାଖେ ଗୋटे ଅଜଣା ଗାଡ଼ି ବାଇକ୍କେ ଧକ୍କା ଦେଇକରି ଫେରାର ମାରିଥିଲା। ସ୍ଥାନୀୟ ଲୋକେ ଘଟଣା ବିଷୟଥି পুলিশকে খবর ଦେଇଥିଲେ। রবিবার দিন সকালু এই দুর্ঘটনা জনা পড়বার পরে অঞ্চল সারা হলচল সৃষ্টি হয়েছিল। বাইক উপরে গাড়িটা চढ़ी যাইथिबानु বাইক নে যাଉଥିବା 2 ଜଣ ଯୁବକଙ୍କର ଘଟଣା ଜାଗାନେ ମୃତ୍ୟୁ ହୋଇଥିଲା। ସେମାନଙ୍କର ମୃତଦେହ କ୍ଷତବିକ୍ଷତ ହେଇକରି ଜାତୀୟ ରାଜପଥନେ ପଡ଼ି ରହିଥିଲା। ସଦର ପୁଲିସ ବାଇକ୍, ଗୋटे ବ୍ୟାଗ আর গোटे ଭୁଜାଲି ଘଟଣା ଜାଗାନୁ ଜବତ করবার संगे ମଲାଦିହିକେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ରଖିଥିଲା। পুলিশ মৃতকଙ୍କର ପରିଚୟ ପାଇକରି ତାଙ୍କର ପରିବାର ଲୋକକୁ ଖବର ଦେଇଥିଲେ। परिवार लोके बलांगीर पहुँचीबार परे शव व्यवच्छेद करे मलादिहीके परिवार लोक को हस्तांतर करा जायछि। पुलिस घटना जगाने लागिथिबा सीसीटीवी आर दुर्घटनार समय के आधार करी तदंत मूल करिछि। बलांगीर नु मुना गौड़ का रिपोर्ट, बिगुल टीवी।